निखिल उत्कल पाटना समिति पाटवैश्य महासभा 14 चकलार 216तम साधारण अधिवेशन सभापति डॉक्टर रुद्रनारायण पृष्टि अध्यक्षतार डुडुवाला धर्मशाला बड़दाण्ड पुरी महासमारोह उद्घाटित हो जाइछि। आनुष्ठानिक भाव प्रथम और द्वितीय मोनिप यथाक्रमे श्री प्रफुल्ल चौधरी श्री अजय कुमार चौधरी प्रदीप प्रज्वलन कर उद्घाटन करथिले। तृतीय मुनिप भाव श्री देवाशीष बेहेरा को अवस्थापित करा साधारण संपादक श्री संजीव कुमार पात्र त्रैवार्षिक बरणी पाठ करते। उद्घाटन उत्सव में स्मरणिका संकर्षण उन्मोचित होता। पाटना मठ परिसर कुलदेवता श्री बलभद्र जीव का आज्ञामाल एक विराट शोभायात्रा आसी श्रीमंदिर परिक्रमा करने पर अधिवेशन स्थल में स्थापन कर पूजार्चना कर मातृवंदना बंदे उत्कल जननी गान कर सहित दिवंगत पितृपुरुषों उद्देश्य नीरव प्रार्थना कर। आज 14 गोटी चकलारू 300 ऊर्ध्व प्रतिनिधि जोगदेइछन्ति। एही अधिवेशन 3 दिन धरी चलिब। उपसभापति रवीन्द्रनाथ सेनापति धन्यवाद अर्पण करथिले। कार्यक्रम परिचालन में कार्यकारी सभापति श्रीनाथ खुंटिया, उपसभापति आलोक कुमार साहू, भगभूषण दास, कृष्णचंद्र पात्र, संपादक दिवाकर साहू, आर्तत्राण साहू और बल्लभचंद्र साहू कार्यक्रम परिचालन में सहयोग करथिले। मठ परिचालन कमिटर आवाहक शरद कुमार पात्र और अन्य सदस्य माने उद्घाटन उत्सव को सर्वांग सुंदर करिबारे सहायक होइथिले। निश्चित भाव सहयोग करेंगे। तो नारायण पात्र महाशय अनुरोध कर दुष्यानंद बेहेरा से दुजन जाक अनुपस्थित अच्छा कि से आम गणना काटी निश्चित भाव उपस्थित रहे। मठ परिचालना कमिटी पाटना समितिर गोटे अंग कहले अत्युक्त हम नहीं। पुरीर सबू चकलार ଆପଣ ଜାଣିଥିବେ ଗହ୍ମା ପର୍ବ ମହୋତ୍ସବ
ଉତ୍କଳ ଉତ୍କଳ ପାଟରା ସମିତିର ଅନ୍ୟ ଏକ ସୁନ୍ଦର କାର୍ଯ୍ୟକ୍ରମ ଯାହାକି ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି। ଆମର 3 ବର୍ଷ କମ୍ପ୍ଲିଟ୍ ହୋଇଯାଇଛି ସେ ବିଷୟରେ। ସେ ଉତ୍କଳୀୟ ଗହ୍ମାପର୍ବ ମହୋତ୍ସବର ସଂଯୋଜକ ଭାବେ ଶ୍ରୀଯୁକ୍ତ ଦେବେନ୍ଦ୍ର ପୃଷ୍ଟି ସେ ଦାୟିତ୍ୱ 3 ବର୍ଷର ନିର୍ବାହ ମହାତ୍ମା ମାଣବନ୍ଧ ଅଂଶ ଦେଇକି ଚକ୍ର ଦେଇକି ସବୁ ଚକ୍ରର ଉପସ୍ଥିତ ଅଛନ୍ତି। ସେଥିରେ ସବୁ ଭାଇମାନେ ପୂର୍ବରୁ ଯାହା ଅନ୍ୟ ପ୍ରସ୍ତୁତି ଥିଲା, ଏଥର କିନ୍ତୁ ଆମେ 14ଟି ଯାକ ଚକ୍ରରେ ଖୁସି ଆଉ ଆନନ୍ଦର ଦିନ। ଆଜି ମଧ୍ୟ ଆମେ ପୂର୍ବରୁ ଯେତେ କାର୍ଯ୍ୟକ୍ରମ କରିଛୁ, ପ୍ରଥମ ଦିନରେ ଲୋକ ସଂଖ୍ୟା ଏତେ ବି ପରିମାଣରେ ନଥାନ୍ତି। ଆମର ଯେ ତୃତୀୟ ମୁନିବ ଥିଲେ ପ୍ରିୟବ୍ରତ ବେହେରା ମହୋଦୟ ସେ ଯୋଉ ବାବୁ କରିଥିଲେ, ସେ ତାଙ୍କର ସାନ ଭାଇ ଶାଢ଼ୀ ମତେ ଏ ଝିଲଝିଲ କରନା। ଆଜି ତୃତୀୟ ମୁନିବଙ୍କର ସ୍ଥାନ ରିକ୍ତ ଥିଲା, ଖାଲି ଥିଲା, ସେ ଆଜି ପୂରଣ ହେଇଛି। ଆଜି ଶେଷଦେବ ବେହେରା ହେଉଛନ୍ତି ମହାସଭାର ପଞ୍ଚ ଅଧିକାରୀ ବର୍ଗଙ୍କ ମଧ୍ୟରୁ ଅନ୍ୟତମ। ସଦର ସାହି ଚକଲାର ମାଲିକ ଏବଂ ମହାସଭାର ପଞ୍ଚ ଅଧିକାରୀ ବର୍ଗଙ୍କ ମଧ୍ୟରୁ ଅନ୍ୟତମ ସେ ତୃତୀୟ ମୁନିବ। ओके चलो। अरे भाई मोबाइल चालू करो। आम पाटरा विषय संतोष कुमार पात्र जो 6 तारीख 7 तारीख पर्यटन जो मित्र उत्सव यहाँ गोटे आम जातिर गोटे परंपरा अनुसार गोटे अधिवेशन हो मुनिब स्थानपति आई सब सम्मान कर सब अधिकतार सब परिचालना सब कर गोटे सब ओडिशार विभिन्न जिलार सब बहुत वरिष्ठ मुनिब मैंने स्थानपति कर्मकर्ता मैंने सब जिले आसी एकत्रित होती। यहाँ गोटे आनंद गोटे खुशी गोटे श्रीक्षेत्र में यहाँ गोटे गोटे भल एकत्रित हो कौन कौन कार्यक्रम रही है एने बर्तमान 6, 7, 8 3 दिन चलो ता भर विभिन्न प्रकार आलोचना हम आमर सब जो चकला विषय परिषद भाई रवि सेनापति पुरी এইটা ଗୋଟେ ଆମର ପାଟରା ଗୋଷ୍ଠୀ ମାନେ ଗୋଟେ ମହାମିଳନ କହିଲେ 3 ବର୍ଷରେ ଥରେ ଆମର ଗୋଟେ ସମ୍ମିଳନୀ ବିଭିନ୍ନ ଅଞ୍ଚଳରୁ ପାଟରା ଗୋଷ୍ଠୀ ମାନେ ଆସନ୍ତି। ତା ଦେହରେ ଆମର ଯେଉଁ ଗୋଟେ ଚକଲା ଆଉ ମାନେ ଯେତେବେଳେ ଆମର 13ଟି ଜିଲ୍ଲା ଥିଲା ଆମ ପୂର୍ବପୁରୁଷମାନେ ତାକୁ 14ଟି ଚକଲା 14ଟି ଅଂଶ ବିଶେଷ କରିକି ଭୌଗୋଳିକ ଦୃଷ୍ଟିରୁ 14ଟି ଚକଲା କରିଥିଲେ। ଯେମିତି ଆମର ସମ୍ପାଦକ କହିଲେ ଯେ ବଳଭଦ୍ରଙ୍କର ଅର୍ଥଚକ 14 ତେଣୁ ଆମର ହେଲା 14 ଚକଲା। 14 ଚକଲା ସେମିତି ତ୍ରିସ୍ତରୀୟ ସଂଗଠନ ସେ ଆରମ୍ଭ କଲେ। ଯେମିତି ଆମର ବ୍ଲକ ସ୍ତରୀୟ ଜିଲ୍ଲା ସ୍ତରୀୟ ଏମିତି କରିକି ରାଜ୍ୟସ୍ତରୀୟ, ସେମିତି ଆମର ଏଇଟାର ରାଜ୍ୟସ୍ତରୀୟ ସମ୍ମିଳନୀ। ରାଜ୍ୟସ୍ତରୀୟ ସମ୍ମିଳନୀରେ ତା ଦେହରେ ଆମର ଯେଉଁ ଚକଲା ହେଲା ରାଜ୍ୟର ହେଲା ଏଇଟା ମହାସଭା ତଳକୁ ରହିଲା 14ଟି ଚକଲା ତଳକୁ ରହିଲା ଥାନ ସ୍ତରୀୟରୁ ଆମର ସଂଗଠନ ଆରମ୍ଭ। ଥାନ ତାପରେ ଘର, ଯେତେବେଳେ ମନେକର ଗୋଟେ ଥାନାରେ 10 ଘର ଭାଇ ରହିଲେ ତାକୁ ଗୋଟେ ଥାନା ସୃଷ୍ଟି କରାଗଲା। ସେମିତି ଗୋଟେ ଚକଲାରେ 15 ଥାନା 18 ଥାନା 40 ଥାନା 42 ଥାନା ସେଇଭଳିଆ ଆପଣଙ୍କର ପାଟରା ମଠରେ କରାଯାଏ। ତ ଆଜି ଯେହେତୁ ସମୟର ପରିବର୍ତ୍ତନ ବର୍ତ୍ତମାନ ଯୁବପିଢ଼ି ହେଲା, ଯୁବକମାନେ ଆସିଲେ ଏବଂ ଆମେ ତାକୁ
ପାଟରା ମଠଟା ଅଂଶବିଶେଷ ଆମର ଏଇଟା ମୁଖ୍ୟ ସ୍ଥଳୀ ଯିଏକି ଆମର ଗୋଟେ 1800 ପୂର୍ବପୁରୁଷ ଦେଇଥିଲେ କିନ୍ତୁ ଏ ବର୍ଷ ନୁହେଁ ଆମେ ୟା ପୂର୍ବରୁ ବୋଧେ ଆମର ସଂଖ୍ୟା ଦୃଷ୍ଟି କୋଣରୁ 500-600 ତଳେ ହୋଇତେ ପାଟରା ବସି ତାକୁ ଆମେ ରହିବା ଖାଇବା ବନ୍ଦୋବସ୍ତ କରିବାଟା ପାଟରା ମଠରେ ହେଇପାରିବେ ନଥିବାରୁ ଆମେ ଏଇଟାକୁ ଦୁଧଲା ଧର୍ମଶାଳାକୁ ସ୍ଥିର କରିକି ଏଇଟାକୁ ଆମେ 3 ଦିନ ଧରିକି ସଭା ହେଇପାରିବୁ। ଆସନ୍ତାକାଲି ମଧ୍ୟ ଆମର ମାନ୍ୟବର ପାର୍ଲାମେଣ୍ଟର ସଦସ୍ୟ ଆସିବାର ଯୋଜନା ରହିଛି। ସେ ମଧ୍ୟ ଆମର ପାଟ୍ରା ସମ୍ବିତ ପାତ୍ର ଡକ୍ଟର ସମ୍ବିତ ପାତ୍ର ଆଉ ଆମର ଯେଉଁ କୃଷ୍ଣଚନ୍ଦ୍ର ପାତ୍ର ମନ୍ତ୍ରୀ ସିଏ ମଧ୍ୟ ଆମର ପାଟ୍ରା ତେଣୁ ସେମାନେ ଯଦିଓ ଦେଇଥିଲେ କିନ୍ତୁ କୃଷ୍ଣଚନ୍ଦ୍ର ପାତ୍ର ଆସିପାରିବେନି କିନ୍ତୁ ସମ୍ବିତ ପାତ୍ର ଆସିକି ଆମ ସାଙ୍ଗରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଆସନ୍ତାକାଲି। ତା ପରଦିନ ଆମର ସମାପନ ଉତ୍ସବ ଆମର ନୂତନ କାର୍ଯ୍ୟକର୍ତ୍ତା ମନୋନୟନ ହବ ନୂତନ କାର୍ଯ୍ୟକର୍ତ୍ତା ଆସନ୍ତା 3 ବର୍ଷ ପାଇଁ ପୁଣି କାର୍ଯ୍ୟ କରିବେ। पुरीରୁ ରମେଶ ସାହୁଙ୍କ ରିପୋର୍ଟ ନ୍ୟୁଜ୍ ଉପାନ୍ତ ଖବର।